କାଇଁ ଛେପ ପକେଇଲ? ମୁଁ ପଚାରୁଛି ପରା କାଇଁ ଛେପ ପକେଇଲ? ମତେ କଣ ସରକାରୀ ଅଫିସର କାନ୍ଥ ଭାବିଲ ନା କଣ ମନ ଇଚ୍ଛା ଛେପ ପକେଇବ? ଆଉ ଥରେ ଖାଲି ଛେପ ପକାଅ ଦେଖିବ ଏଇନା ମୁଁ କଣ କରିବି। ଏ ତମ କାନକୁ କଣ ଶୁଭିଲାନି? ଜାଣି ପାରିଲନି ମୁଁ ଡାକିଛି ବୋଲି? ତମର ଯଦି ଛେପ କାଢିବା କଥା ଯଦି ସାଇଡରେ କାଢୁନ। ସାରା କ୍ରିକେଟ ପଡିଆ ଭଳିଆ ଜାଗା ପଡିଛି ଦେଖିଲା ବେଳକୁ କଣା ଭଳିଆ ମଣିଷ ଉପରେ ଛେପ କଢା ହଉଛି। ଲାଜ ନାହିଁ ତମମାନଙ୍କୁ? ନାଇଁ ଆମମାନଙ୍କୁ ଲାଜ ନାହିଁ, ଆମେ ହଉଛୁ ନିର୍ଲଜ। ଲାଜ ଥିଲେ ଆମେ ତମ ଭଳିଆ ବଡ ଲାଜଙ୍କ ସହିତ କାମ କରିଥାନ୍ତୁ। ଆହୁରି ମୋ ଦେଖିବାକୁ ଚାଲି ଆସିଛ? ଆଉ କଣ ଦେଖିବାକୁ ଚାଲି ଯାଇଥାନ୍ତୁ? ସେଇ ଗୋଟା କଥା ଅଛି ଆମର କେବଳ ଦେଖେଇବାକୁ। ଆଉ ଯାହା ଅଛି ତମକୁ ଦେଖେଇ ହବନି। ଚାରିଟା ଯବାନ ମରଦ ହେଇ ଗୋଟାଏ ଲୋକ ତମକୁ ବୁଦ୍ଧୁ ବନେଇଦେଲା। ଗଲନି ସେଠିକି? ଆମକୁ କାଇଁ ପଠେଇ ଦଉଛ? ସେଠି ଯୋଉ ଭଳିଆ ମାଡ ହଉଛି ଆମେ ତ ହେଲେ ଭୁକୁ ବନିଗଲୁ। ତମେ ହେଇଥିଲେ ବାଇଆ ପାଗଳାଙ୍କ ଭଳିଆ ହେଇଥାନ୍ତ। ଗାଣ୍ଡି ହିମାଳ ହେଇଯାଇଥାନ୍ତା। ପାହାଡ ଉପରେ ବସିକି କୋଉଠି ଗବର ସିଂ ଭଳିଆ ଭାଷଣ ଦେଇଥାନ୍ତ। ଚାରିଟା ଯବାନ ମରଦ ହେଇ ବନ୍ଦ କର ତମ ଭାଷଣ। କି ସେଟା ଶୁଣିଛୁ ବା? ଘର କଣରେ ବସିକି ଯବାନ ନ ମରଦ ଦେଖେଇ ହେଲେ ଯବାନ ନ ମରଦ। ଆରେ ସେଠି ବିରି ବାଡେଇଲା ଭଳିଆ ବାଡେଇ ଦେଇ ଯାଉଛନ୍ତି ଯେ ମୁତିଆକୁ ବି ଫୁର୍ସତ ଦଉନାହାନ୍ତି। ଏଠି ଇଏ କହିଲେ ଯବାନ ନ ମରଦ। କାଇଁ ଶୁଖିଲାଟାରେ ପାହାଡ ଉପରେ ଚଢି ଖାଲି ଗେଜରେ ଗେଜରେ ହଉଛ? ତମ ଗାଣ୍ଡେ ଯଦି ଏତେ ଦମ ଥିଲା ଗଲନି ସେଠିକି ଲଢିବାକୁ। ଆମକୁ କାଇଁ ପଠେଇ ଦଉଛ? ଜାଣିଛ ତ ଆମେ ପାରିବୁନୁ। ସେଠି ବରକୋଳି ଭଳିଆ ବମ୍ ଫୋପାଡୁଛନ୍ତି ଯେ କାନ ମୁଣ୍ଡା ଭାଁ ଭାଁ ହେଇଯାଉଛି, ଚାରିଆଡେ ପଟା କରି ସାଇଲଣି। ଇଏ ଏଠି ଗୋଟେ ନାଟ କୀର୍ତ୍ତନ ଚଲେଇଛନ୍ତି। ବମ୍ ପକେଇଲା ତ କଣ ଢୋ ହେଇଗଲା ସେଠି? ନାଇଁ ମ ବମ୍ ପକେଇଲେ ଢୋ କାଇଁ ହବ? ବମ୍ ପକେଇଲେ ଫୁରୁ କିନା ହବ ନା। ଖାଲି ବଡ ବଡ କଥା କହୁଛ। ଛୁଆ ଟିକିଲି ବାଣ ଫୁଟେଇଲେ ତମେ କାଇଁ ଚମି ପଡୁଛ? ଛାତିରେ 3 ଥର ଛେପ ପକଉଛ। ତମମାନେ କଣ ସବୁ ଚୁଡ଼ି ପିନ୍ଧିଥିଲ? ଚୁଡ଼ି ପିନ୍ଧିଥିଲେ ତମର ଭଲ ହେଇଥାନ୍ତା। ସେଠି ଝିଅ ପିଲା ବି ଆମକୁ ବାଡେଇଲେ ଶେଷକୁ। ଏ ଶଳା ବଳା ପିନ୍ଧିକି କୋଉ କୁଳୁକୁ ହେଲାନି। ମୋ ନାଁକୁ ତମମାନେ ମାଟିରେ ମିଶେଇଦେଲ। ଆଉ କାଇଁ କହୁଛ ସେ କଥା? ତମ ନାଁ ତ ଆକାଶରେ ଝୁଲୁଥିଲା ଯେ ଆମେ ଆଣିକି ମାଟିରେ ମିଶେଇଦେଲୁ। ଭାଗ୍ୟ ଭଲ ତମ ନାଁ ମାଟିରେ ମିଶିଛି। ସେଠିକି ଯାଇଥାନ୍ତ ତମେ ନିଜେ ବି ମାଟିରେ ମିଶେଇଥାନ୍ତ। ଓଳେଇଥିଲେ ଯେ ହାଡ଼ ଖଣ୍ଡେ ମିଳିନଥାନ୍ତା। ଆଉ ଆମକୁ ଧନ୍ୟବାଦ ଦେବା କଥା। ଆରେ ଅଯଥାରେ କାଇଁ ସେଠି ମାଡ଼ ଗୁଡାଏ ଖାଇଥାନ୍ତୁ? ଆମେ ତ ଜାଣିଲୁ ଆମେ ପାରିବୁନୁ, ତେଣୁ ପଳେଇ ଆସିଲୁ। କଣ ଦୋଷ ବନ୍ଧୁ କହୁନ? ଆମେ ଭଲ କରିଲୁ? ଆମେ ବଞ୍ଚିଲେ ତମର ନା ହଁ ନା ନାଇଁ? ଆମ ଭଳିଆ ଗୁଣ୍ଡା ଯାହାର ସବୁ ଦରକାର ଆମକୁ ଟିକେ କହିବ, ବାଡେଇକି ସବୁ ଗୁଣ୍ଡା କରିଦେବୁ। ତମେ ଖାଲି ଆମକୁ ଟିକେ ଲାଇକ୍ କରିକି ସେୟାର କର। ଯୋଉଠି ଯାହାର ଅସୁବିଧା ହବ ଭିଡିଓର ତଳେ ଥିବା ଲାଲି ସବସ୍କ୍ରାଇବ ବଟନକୁ କ୍ଲିକ୍ କରି ଘଣ୍ଟି ବଜେଇକି ରଖିଥାଅ। ଦେଖିବ ଦମକଳ ଭଳିଆ ଯାଇକି ଆମେ ତମ ପାଖରେ ପହଞ୍ଚିବୁ। କାଇଁ ଛେପ ପକେଇଲ? ମୁଁ ପଚାରୁଛି ପରା କାଇଁ ଛେପ ପକେଇଲ? ମତେ କଣ ସରକାରୀ ଅଫିସର କାନ୍ଥ ଭାବିଲ ନା କଣ ମନ ଇଚ୍ଛା ଛେପ ପକେଇବ? ଆଉ ଥରେ ଖାଲି ଛେପ ପକାଅ ଦେଖିବ ଏଇନା ମୁଁ କଣ କରିବି। ଏ ତମ କାନକୁ କଣ ଶୁଭିଲାନି? ଜାଣି ପାରିଲନି ମୁଁ ଡାକିଛି ବୋଲି? ତମର ଯଦି ଛେପ କାଢିବା କଥା ଯଦି ସାଇଡରେ କାଢୁନ। ସାରା କ୍ରିକେଟ ପଡିଆ ଭଳିଆ ଜାଗା ପଡିଛି ଦେଖିଲା ବେଳକୁ କଣା ଭଳିଆ ମଣିଷ ଉପରେ ଛେପ କଢା ହଉଛି। ଲାଜ ନାହିଁ ତମମାନଙ୍କୁ? ନାଇଁ ଆମମାନଙ୍କୁ ଲାଜ ନାହିଁ, ଆମେ ହଉଛୁ ନିର୍ଲଜ। ଲାଜ ଥିଲେ ଆମେ ତମ ଭଳିଆ ବଡ ଲାଜଙ୍କ ସହିତ କାମ କରିଥାନ୍ତୁ। ଆହୁରି ମୋ ଦେଖିବାକୁ ଚାଲି ଆସିଛ? ଆଉ କଣ ଦେଖିବାକୁ ଚାଲି ଯାଇଥାନ୍ତୁ? ସେଇ ଗୋଟା କଥା ଅଛି ଆମର କେବଳ ଦେଖେଇବାକୁ। ଆଉ ଯାହା ଅଛି ତମକୁ ଦେଖେଇ ହବନି। ଚାରିଟା ଯବାନ ମରଦ ହେଇ ଗୋଟାଏ ଲୋକ ତମକୁ ବୁଦ୍ଧୁ ବନେଇଦେଲା। ଗଲନି ସେଠିକି? ଆମକୁ କାଇଁ ପଠେଇ ଦଉଛ? ସେଠି ଯୋଉ ଭଳିଆ ମାଡ ହଉଛି ଆମେ ତ ହେଲେ ଭୁକୁ ବନିଗଲୁ। ତମେ ହେଇଥିଲେ ବାଇଆ ପାଗଳାଙ୍କ ଭଳିଆ ହେଇଥାନ୍ତ। ଗାଣ୍ଡି ହିମାଳ ହେଇଯାଇଥାନ୍ତା। ପାହାଡ ଉପରେ ବସିକି କୋଉଠି ଗବର ସିଂ ଭଳିଆ ଭାଷଣ ଦେଇଥାନ୍ତ। ଚାରିଟା ଯବାନ ମରଦ ହେଇ ବନ୍ଦ କର ତମ ଭାଷଣ। କି ସେଟା ଶୁଣିଛୁ ବା? ଘର କଣରେ ବସିକି ଯବାନ ନ ମରଦ ଦେଖେଇ ହେଲେ ଯବାନ ନ ମରଦ। ଆରେ ସେଠି ବିରି ବାଡେଇଲା ଭଳିଆ ବାଡେଇ ଦେଇ ଯାଉଛନ୍ତି ଯେ ମୁତିଆକୁ ବି ଫୁର୍ସତ ଦଉନାହାନ୍ତି। ଏଠି ଇଏ କହିଲେ ଯବାନ ନ ମରଦ। କାଇଁ ଶୁଖିଲାଟାରେ ପାହାଡ ଉପରେ ଚଢି ଖାଲି ଗେଜରେ ଗେଜରେ ହଉଛ? ତମ ଗାଣ୍ଡେ ଯଦି ଏତେ ଦମ ଥିଲା ଗଲନି ସେଠିକି ଲଢିବାକୁ। ଆମକୁ କାଇଁ ପଠେଇ ଦଉଛ? ଜାଣିଛ ତ ଆମେ ପାରିବୁନୁ। ସେଠି ବରକୋଳି ଭଳିଆ ବମ୍ ଫୋପାଡୁଛନ୍ତି ଯେ କାନ ମୁଣ୍ଡା ଭାଁ ଭାଁ ହେଇଯାଉଛି, ଚାରିଆଡେ ପଟା କରି ସାଇଲଣି। ଇଏ ଏଠି ଗୋଟେ ନାଟ କୀର୍ତ୍ତନ ଚଲେଇଛନ୍ତି। ବମ୍ ପକେଇଲା ତ କଣ ଢୋ ହେଇଗଲା ସେଠି? ନାଇଁ ମ ବମ୍ ପକେଇଲେ ଢୋ କାଇଁ ହବ? ବମ୍ ପକେଇଲେ ଫୁରୁ କିନା ହବ ନା। ଖାଲି ବଡ ବଡ କଥା କହୁଛ। ଛୁଆ ଟିକିଲି ବାଣ ଫୁଟେଇଲେ ତମେ କାଇଁ ଚମି ପଡୁଛ? ଛାତିରେ 3 ଥର ଛେପ ପକଉଛ। ତମମାନେ କଣ ସବୁ ଚୁଡ଼ି ପିନ୍ଧିଥିଲ? ଚୁଡ଼ି ପିନ୍ଧିଥିଲେ ତମର ଭଲ ହେଇଥାନ୍ତା। ସେଠି ଝିଅ ପିଲା ବି ଆମକୁ ବାଡେଇଲେ ଶେଷକୁ। ଏ ଶଳା ବଳା ପିନ୍ଧିକି କୋଉ କୁଳୁକୁ ହେଲାନି। ମୋ ନାଁକୁ ତମମାନେ ମାଟିରେ ମିଶେଇଦେଲ। ଆଉ କାଇଁ କହୁଛ ସେ କଥା? ତମ ନାଁ ତ ଆକାଶରେ ଝୁଲୁଥିଲା ଯେ ଆମେ ଆଣିକି ମାଟିରେ ମିଶେଇଦେଲୁ। ଭାଗ୍ୟ ଭଲ ତମ ନାଁ ମାଟିରେ ମିଶିଛି। ସେଠିକି ଯାଇଥାନ୍ତ ତମେ ନିଜେ ବି ମାଟିରେ ମିଶେଇଥାନ୍ତ। ଓଳେଇଥିଲେ ଯେ ହାଡ଼ ଖଣ୍ଡେ ମିଳିନଥାନ୍ତା। ଆଉ ଆମକୁ ଧନ୍ୟବାଦ ଦେବା କଥା। ଆରେ ଅଯଥାରେ କାଇଁ ସେଠି ମାଡ଼ ଗୁଡାଏ ଖାଇଥାନ୍ତୁ? ଆମେ ତ ଜାଣିଲୁ ଆମେ ପାରିବୁନୁ, ତେଣୁ ପଳେଇ ଆସିଲୁ। କଣ ଦୋଷ ବନ୍ଧୁ କହୁନ? ଆମେ ଭଲ କରିଲୁ? ଆମେ ବଞ୍ଚିଲେ ତମର ନା ହଁ ନା ନାଇଁ? ଆମ ଭଳିଆ ଗୁଣ୍ଡା ଯାହାର ସବୁ ଦରକାର ଆମକୁ ଟିକେ କହିବ, ବାଡେଇକି ସବୁ ଗୁଣ୍ଡା କରିଦେବୁ। ତମେ ଖାଲି ଆମକୁ ଟିକେ ଲାଇକ୍ କରିକି ସେୟାର କର। ଯୋଉଠି ଯାହାର ଅସୁବିଧା ହବ ଭିଡିଓର ତଳେ ଥିବା ଲାଲି ସବସ୍କ୍ରାଇବ ବଟନକୁ କ୍ଲିକ୍ କରି ଘଣ୍ଟି ବଜେଇକି ରଖିଥାଅ। ଦେଖିବ ଦମକଳ ଭଳିଆ ଯାଇକି ଆମେ ତମ ପାଖରେ ପହଞ୍ଚିବୁ।